ବାହାଘର ପରେ ଏଇଟା ମୋର ପ୍ରଥମ ଥର ସାବିତ୍ରୀ ବ୍ରତ ଥିଲା। ଶାଶୁ ମା ମୋତେ କହିଲେ, ବୋହୂ ତୁ ନିର୍ଜଳା ବ୍ରତ କରିପାରିବୁ ତ? ମୁଁ କହିଲି ହଁ ଶାଶୁ ମା, ପାରିବିନି କ'ଣ ପାଇଁ? ବିଶ୍ୱାସ କରନ୍ତୁ, ସକାଳୁ ଆସିକି ରାତି 10ଟା ବାଜିଲାଣି, ମୁଁ ଟୋପେ ବି ପାଣି ପିଇନି। ସକାଳେ ଯାହା ଫ୍ରୁଟ୍ସ ଟିକେ ଖାଇଥିଲି, ଖରାବେଳେ ଅରୁଆ ଭାତ, ଡାଲମା, ଖଟା, କ୍ଷୀରି ବିନା ପିଆଜ ରସୁଣ, ଆଉ 4ଟା ବେଳେ ଡ୍ରାଇ ଫ୍ରୁଟ୍ସ ଟିକେ ମାନେ ଖଜୁରୀ ଫଜୁରୀ, କାଜୁ ଫାଜୁ, ଆଉ ରାତିରେ ଆଳୁ ପରଟା ବିନା ପିଆଜ ରସୁଣ ଆଉ ଦହି। ବାସ୍, ଆଉ ଟୋପେ ତ ଜଳ ପିଇ ପାରିବିନି, ସେଥିପାଇଁ ପଇଡ଼ ପାଣି ଟିକେ ଆଉ ଫ୍ରୁଟ୍ ଜୁସ୍ ଟିକେ, ମାନେ ଆପେଲ ଆଉ ବାନାନା ଫାନାନା ପକେଇକି ଆଉ ଟିକେ ମିଲ୍କଶେକ୍ ପିଇଥିଲି ଯାହା। କିନ୍ତୁ ବିଶ୍ୱାସ କରନ୍ତୁ, ଆଜି ନିର୍ଜଳା ବ୍ରତ କରିକି ମୋତେ ଏତେ କଷ୍ଟ ହେଲା। ଯେଉଁ ସ୍ତ୍ରୀମାନେ ବର୍ଷ ବର୍ଷ ଧରିକି କରି ଆସୁଛନ୍ତି ତାଙ୍କୁ ମାନିବାକୁ ପଡ଼ିବ। ଯେତେ କଷ୍ଟ ହେଲେ କ'ଣ ହେବ, ସ୍ୱାମୀଙ୍କ ପାଇଁ ତ ଏତିକି କରିବାକୁ ପଡ଼ିବ ନା।